ଧ୍ୟାନ ପ୍ରାର୍ଥନା ମେ 20, 1914। ସେଇ ଶିଖରର ଚୂଡ଼ା ଯାହାକି ତୋର ଅନନ୍ତ ଦିବ୍ୟ ପ୍ରେମ ସହିତ ଏକାତ୍ମତା, ସେଥିରୁ ମୋର ଦୃଷ୍ଟି ତୁ ଫେରାଇ ଦେଇଛୁ ଏହି ଜଟିଳ ଦେହଧାର ଉପରକୁ, ଯାହାକୁ ତୋର ସେବାର ଯନ୍ତ୍ର ହେବାକୁ ହେବ। ତୁ ମୋତେ କହିଲୁ, ଏହା ମୁଁ ସ୍ୱୟଂ। କ'ଣ ଦେଖିପାରୁନାହୁଁ ଏହା ଭିତରେ ମୋର ଆଲୋକ ଜଳୁଛି? ବାସ୍ତବିକ ମୁଁ ଦେଖୁଛି ତୋର ଦିବ୍ୟ ପ୍ରେମ ପ୍ରଥମେ ଜ୍ଞାନରେ, ପରେ ଶକ୍ତିରେ ବିଭୂଷିତ ହୋଇ ଏହି ଶରୀରକୁ ତାହାର କ୍ଷୁଦ୍ରତମ ଜୀବକୋଷ ପର୍ଯ୍ୟନ୍ତ ସବୁକୁ ଗଢ଼ି ଦେଇଛି ଏବଂ ତାହା ମଧ୍ୟରେ ଏହାର ବିକିରଣ ଏତେ ବେଶୀ ଉଜ୍ଜ୍ୱଳ ହୋଇ ଉଠିଛି ଯେ ମନେ ହୁଏ ତାହା ଯେପରି ସହସ୍ର ସହସ୍ର ଜ୍ୟୋତିର୍ମୟ ସ୍ଫୁଲିଙ୍ଗର ସମଷ୍ଟି ଏବଂ ସେମାନେ ଏହି କଥା ପ୍ରକାଶ କରୁଛନ୍ତି ଯେ ସେମାନେ ପ୍ରତ୍ୟେକ ହେଲେ ତୁ। ତେଣୁ ବର୍ତ୍ତମାନ ସମସ୍ତ ଅନ୍ଧକାର ମିଳାଇ ଯାଇଛି, ରହିଛୁ ଏକମାତ୍ର ତୁ, ବିଭିନ୍ନ ଜଗତରେ ବିଭିନ୍ନ ଆକାରରେ, କିନ୍ତୁ ସେହି ଏକ ହିଁ ଅକ୍ଷୟ ଅନନ୍ତ ଅଦ୍ୱିତୀୟ ପ୍ରାଣ ରୂପେ। ଶୁଦ୍ଧ ପ୍ରେମର ଅଖଣ୍ଡ ଏକତ୍ୱର ଅକ୍ଷୟ ଏଇ ଯେଉଁ ତୋର ଦିବ୍ୟ ଜଗତ, ତାକୁ ନିବିଡ଼ ଭାବେ ସଂଯୁକ୍ତ କରି ଧରିବାକୁ ହେବ। ଅନ୍ୟ ସବୁ ରାଜ୍ୟ ନେଇ ଯେଉଁ ଦିବ୍ୟ ଜଗତ, ତାହା ସଙ୍ଗରେ ଏପରିକି ଅତି ସ୍ଥୂଳ ଜଗତ ପର୍ଯ୍ୟନ୍ତ ମଧ୍ୟ, ଯେଉଁଠାରେ ତୁ ହିଁ ହେଲୁ ପ୍ରତ୍ୟେକ ପରମାଣୁର କେନ୍ଦ୍ର, ତାର ଗଠନର ଉପାଦାନ, ଏଇ ଯେତେ ଦିବ୍ୟ ଜଗତର ପରମ୍ପରା, ସେଗୁଡ଼ିକ ମଧ୍ୟରେ ପୂର୍ଣ୍ଣ ଚେତନାର ମିଳନ ସୂତ୍ରଟିକୁ ସ୍ଥାପନ କରିବା ହେଲା ଏକମାତ୍ର ଉପାୟ, ଯେଉଁଥିରେ ତୋ ମଧ୍ୟରେ ନିରନ୍ତର ଓ ସମାନ ଭାବରେ ବାସ କରିବା ସମ୍ଭବ ହୋଇପାରେ ଓ ଯେଉଁ ବ୍ରତ ତୁ ଏହି ଆଧାର ଉପରେ ନ୍ୟସ୍ତ କରିଛୁ, ତାହା ସଂସିଦ୍ଧ କରାଯାଇପାରେ ତାର ଚେତନାର ସକଳ ସ୍ତର ଓ ତାର କର୍ମର ସକଳ ଧାରାରେ ସମଗ୍ର ଭାବରେ। ହେ ମୋର ପ୍ରେମମୟ ପ୍ରଭୁ, ମୋ ଅଜ୍ଞାନର ଆଉ ଏକ ଆବରଣ ତୁ ଛିନ୍ନ କରିଛୁ। ତୋର ସନାତନ ହୃଦୟ ମଧ୍ୟରେ ମୋର ପୁଣ୍ୟ ସ୍ଥାନଟି ପରିତ୍ୟାଗ ନ କରି ମଧ୍ୟ ମୁଁ ରହିଛି ମୋ ଶରୀରର ଉପାଦାନ ପ୍ରତ୍ୟେକ ଅଣୁ ପରମାଣୁର ଅନ୍ତରରେ। ଯେଉଁ ଅଗୋଚର ଅନନ୍ତ ହୃଦୟ ରହିଛି ତୋ ମଧ୍ୟରେ, ଏ ଯେଉଁ ଅଖଣ୍ଡ ପୂର୍ଣ୍ଣାଙ୍ଗ ଚେତନା, ତାକୁ ସୁଦୃଢ଼ କର। ତାର ପରିପୂର୍ଣ୍ଣତା ମଧ୍ୟରେ ପୁଙ୍ଖାନୁପୁଙ୍ଖ ରୂପେ ମୁଁ ଯେପରି ପ୍ରବେଶ କରିପାରେ, ଆଉ ଗୋଟିଏ ମୁହୂର୍ତ୍ତ ପାଇଁ ବି ତୋତେ ପରିତ୍ୟାଗ ନ କରି ମୁଁ ଯେପରି ତୁ ଯେଉଁ କାର୍ଯ୍ୟରେ ନିର୍ଦ୍ଦେଶ ମୋତେ ଦେଇଛୁ, ତାର ପ୍ରୟୋଜନ ଅନୁସାରେ ନିରନ୍ତର ସେହି ଅସୀମ ସୋପାନାବଳୀରେ ଆରୋହଣ ଓ ଅବରୋହଣ କରିପାରେ। ମୁଁ ତୋର, ତୋ ମଧ୍ୟରେ ଓ ମୁଁ ହିଁ ସ୍ୱୟଂ ତୁ, ଶାଶ୍ୱତ ଆନନ୍ଦର ପରିପୂର୍ଣ୍ଣତା ସହ। ମା